ओं नमो भगवते वासुदेवाय। दशमस्कंद गोपलीला दशम अध्याय। दधि मंथन्ते से जसोदा श्रीकृष्ण स्तनपाने बाधा जाई भांगिले भाण्डमान। दशम अध्याये वर्णन। श्रीशुक उवाच नमयि प्रभु वनमाळी सुख सागर बाळ केळी दिने क देवी जशोवंती सेवकी माने हकारंती आसी मिलिले परिबारी नमंती देवी पाद धरी जशोदा बोलंती उत्तर घोर बेभार तुम्भे कर दधि मंथिबी आज मुहि लबणी केते जानी बई मन आनंदे नंद नारी दधि भाण्डरे खुआ भरी जशोदा होइला सज जाहार पुत्र देवराज पिंधि सुरंग पाट शाढ़ी रत्न मेखला अछि जड़ी पृथुल नितंब चुगल सुवर्ण चूड़ी बेनी कर बेनी स्तनरु क्षीर झरे नुपुर बाजई पयरे हृदरे हार कर्णे काप शिरे सीमंत दिव्य रूप खुआ दौड़ी धरी करे बाम दक्षिणे चाले धीरे दौड़ी टाणीबार भरे वस्त्र न रहे देवी शिरे कबरी फिटी लोटे तले पुष्प पड़ती माळे माळे हृदय कंपंती पयधर कंकण नाद बेनी कर मुखे शोभित श्रम झाल रंग अधरे सुकपल दधि मंथई मन तोषे कृष्ण मिलिले तार पासे स्तन्य पीबा आसे हरि जननी वस्त्र करे धरी देखी जशोदा कोप भर कृष्णंकु बोलंती उत्तर जातु न धर एते बेले पछे घेनिबी तोते कोले शुणी कांदंती वनमाळी देखी जशोदा देई गाळी कृष्णंकु कराअंती तुनी सुस्वरे करी गीत ध्वनि बाळुत काळू जेते जानी सुमरी गाए नंद राणी कोकिल स्वर जिणी गीत शुणी कांदंती गोपीनाथ हस्त बढ़ाई गोपीनाथ खुआ धइले बाम हस्त जशोदा न पारिला चाली कोळे धइला वनमाळी स्तन्य पियाई तो समन श्रीमुखे देला कचुंबन शुण परीख एक चित्त एमंत होई विपरीत चुली रे बसिथिला क्षीर चाहिले प्रभु चक्रधर तक्षणे पड़िला उतुरी देखी धाइला नंद नारी कृष्णंकु पकाइला तले अज्ञान मोह माया भले धामई करे जल घेनी पड़ी कांदंती अंतर्जामी कोप बसिला चक्रधरे दंते कामुड़िले ओधरे उठिले भव सुखदाता घरु आनिले शिलपुता पिटिले दधि भाण्डे नेई भाजी गो रसगोला बही पଳାଇ गले अति खरे लुचिले गंभीरी भितरे घरे लबणी थिला जेते सबु खाइले बेनी हस्ते क्षीर उतारी गोपबाळी पुणी मंथन स्थाने मिली देखी चकित गाले हस्त एतेक कर्म कला सुत बालक पुओ एडे कोपी
ସତ୍ୟ କହିଲେ ମତେ ଗୋପୀ, ତାହାଙ୍କୁ କଲି ମୁହିଁ କୋପ। ଏବେ ମୁଁ ଦେଖିଲି ସ୍ୱରୂପ, ଆଜ କରିବି ପ୍ରତିଫଳ। ଗୋପୀଏ ପାଳନ୍ତି ଚହଳ, ବଢ଼ିଲା କହୁଁ କହୁଁ କୋପ। ଯଷ୍ଟି ପ୍ରହରେ ଯେହ୍ନେ ସର୍ପ, ଛାଟ ଲୁଚାଇ ପଛ ଭାଗେ। ମିଳିଲା ଗମ୍ଭୀର ଲାଗେ, ଦ୍ୱାରେ ଚାହିଁଲା ଦେବୀ ଧୀରେ। ଦେଖିଲା ପ୍ରଭୁ ଚକ୍ର ଧରେ, ରୋଳ ଉପରେ ଗୋପୀନାଥ। ଶିକା ଧରିଣ ବାମ ହସ୍ତ, ମାର୍ଜାରୀ 5-7 ମେଳେ। ଲବଣୀ ଖାନ୍ତି କୁତହଳେ, ଦ୍ୱାରକୁ ଚାହିଁ ଚକ୍ରଧର। ଭୟେ କମ୍ପନ୍ତି ଯେନେ ଚୋର, ଦେଖି ଯଶୋଦା ପର ଜୋଳି। ଦୃଷ୍ଟି ଉଞ୍ଚାଇ ଦେଇ ଗାଳି, ଆଜ କରିବି ଖଣ୍ଡ ଖଣ୍ଡ। ଛାଟେ ପିଞ୍ଚିବି ତୋର ପିଣ୍ଡ। ଦେଖି ଚକିତ ଭାବଗ୍ରାହୀ, ରଣୁ ପଡ଼ିଲେ ବେଗେ ଡେଇଁ। କୃଷ୍ଣ ପଳାନ୍ତି ଭୟ ଘେନି, ପଛେ ଗୋଡ଼ାନ୍ତି ନନ୍ଦରାଣୀ। ଯାହାର ନାହିଁ ଆଦି ଅନ୍ତ, ଧ୍ୟାନେ ଚିନ୍ତନ୍ତି ମୁନି ସନ୍ଥ। ତାହାଙ୍କୁ ପୁତ୍ର ପ୍ରାୟେ ମଣି, ପଛେ ଧାମଇ ଗୋପାଳୁଣୀ। ପୃଥୁ ନିତମ୍ବ ଗରୁ ଭାରେ, ଗୋଡ଼ାଇ ନ ପାରଇ ଖରେ। ପୁଣି ଗୋଡ଼ାଇ ପଛେ ଝୁଣ୍ଟି, ଘଡ଼ିକେ ଉଠି ଘର୍ମେ ଫୁଟି। କେଶ ଫିଟିଲା ଶ୍ରମ ଝାଳେ, ଫୁଲ ପଡ଼ଇ ଫିଟି ତଳେ। ଯାହାର ଆଦି ଅନ୍ତ ନାହିଁ, ଯଶୋଦା ପାଇବ ତା କାହିଁ। ଜାଣିନ ଯଶୋଦା ବିକଳ, ଲେଉଟି ଚାହେଁ ଆଦି ମୂଳ। ମନେ ବିଚାରି ଭାବଗ୍ରାହୀ, ଯଶୋଦା ଠାରେ ଦୟା ବହି। ଯେବେ ମୁଁ ଯିବିଟି ପଳାଇ, କେ ମତେ ପାରିବ ଗୋଡ଼ାଇ। ମନେ ଚିନ୍ତନ୍ତି ଦୟାନିଧି, ରଜୁରେ ହୋଇ ବଇଁ ବନ୍ଦୀ। ଦେଖିଣ ଯଶୋଦା ବିକଳ, ରହିଲେ ପ୍ରଭୁ ଆଦି ମୂଳ। ଧାଇଁ ଧୋଇଲା ଦେବୀ କରେ, ଛାଟ ଉଞ୍ଚାଇ କୋପ ଭରେ। କୃଷ୍ଣଙ୍କୁ ଉଞ୍ଚାଇଲା ଧୀରେ, ଚକ୍ଷୁ ଘଷନ୍ତି ବେନି କରେ। କୃଷ୍ଣ ବିକଳ ଦେଖି ମାତା, ଛାଟ ପକାଇ କରେ ଚିନ୍ତା। ବୋଲଇ ବାନ୍ଧିବି ଏହାରେ, ବେପାର କରୁଥିବି ଘରେ। ରୋଳେ ଖଟାଇଥିବି ନୀତି, ଏଣେ ନଥିବ ମୋର ଭୀତି। ଏମନ୍ତ ବିଚାରି ଅବଳା, ବେଗେଣ ରୋଳକୁ ଆଣିଲା। ଦଉଡ଼ି ଆଣି ଅଛି ହସ୍ତେ, ଦେଖି କାନ୍ଦନ୍ତି ଗୋପୀନାଥେ। ଅଣ୍ଟାରେ ଜୋଖିଲାକ ନେଇ, ବେନି ଅଙ୍ଗୁଳ ନଅଣ୍ଟଇ। ପୁଣି ଜୋଖିଲା ଖଣ୍ଡ 2, ବେନି ଅଙ୍ଗୁଳ ନଅଣ୍ଟଇ। ଏମନ୍ତେ ଘରେ ଯେତେ ଥିଲା, ଯେଖନ୍ତେ ପୁଣି ନଅଣ୍ଟିଲା। ସାହି ପଡ଼ିଶା ଯେତେ ଘର, ଦଉଡ଼ି ଆଣେ କୋପ ଭର। ତାହା ଜୋଖିଲା ବେଗେ ନେଇ, ଦେଖିଲା ପୁଣି ନଅଣ୍ଟଇ। କର ଅଙ୍ଗୁଳି ପୁଣି ଜୋଖି, ଦେଖି ଚକିତ ଗୋପ ଗୋପୀ। ହସିଣ ଦିଅନ୍ତି କର ତାଳି, ଯଶୋଦା ଲାଜ ପାଇ ଭାଳି। ଗୋପୀ ବୋଲନ୍ତି ହାସ ବାଣୀ, ଦଉଡ଼ି ନ ପାରିଲୁ ଆଣି। ରାଣୀ ବୋଲାଉ ଗୋପପୁରେ, ବାନ୍ଧି ନ ପାରିଲୁ କୁମରେ। ଶୁଣି ଯଶୋଦା ଲଜ୍ଜା ପାଇ, ଭୂମି କିନିରେ କ୍ଷୀର ହୋଇ। ଯଶୋଦା ଝାଳେ ଜର ଜର, କାତରେ କମ୍ପଇ ଶରୀର। କେଶବ ସ୍ତନ ଅସମ୍ଭାଳ, ଖୋସାରୁ ଖୋସେ ଫୁଲ ମାଳ।
ଯଶୋଦା ଶ୍ରମ ଦେଖି ହରି ନିଜ ବନ୍ଧନେ ଦୟା କରି ତକ୍ଷଣେ ଦୌଡ଼ି ଅଣ୍ଟିଲା କୃଷ୍ଣଙ୍କୁ ରୋଳରେ ବାନ୍ଧିଲା। ଯେ ହରି ତିନି ଗୁଣେ ଛନ୍ଦି ସଂସାର କରିଅଛି ବନ୍ଦୀ। ତାଙ୍କୁ ବାନ୍ଧିଲା ନନ୍ଦ ନାରୀ ଭକ୍ତ ବତ୍ସଳ ଯେଣୁ ହରି ମାତାଙ୍କୁ ଯେଉଁ ଦୟା କଲେ ବ୍ରହ୍ମା ଶଙ୍କର ନ ପାଇଲେ। କମଳା ସେବି ପଦ୍ମପାଦ ସେହି ନ ପାଇଲା ପ୍ରସାଦ। ଭକ୍ତ ଜନରେ ଯେତେ ଦୟା ଜ୍ଞାନୀ ପାଇବେ କାହିଁ ତାହା। ଜନନୀ ବାନ୍ଧିଗଲା ରୋଳେ ଜାମଳ ଅର୍ଜୁନର ତୋଳେ। କୃଷ୍ଣ ଚାହିଁଲେ ବୃକ୍ଷ ଦୁଇ ବିଚାର କଲେ ଭାବଗ୍ରାହୀ। ପୂର୍ବେ କୁବେର ବେନି ସୁତେ ବୃକ୍ଷ ହୋଇଲେ ଭୋଳ ଚିତ୍ତେ। ନାରଦ ତହୁଁ ସାପ ପାଇ ଅନେକ କାଳୁଛନ୍ତି ରହି। ସେ ମୁନି ବୋଲିଛନ୍ତି ଯାହା ଅବଶ୍ୟ କରିବି ମୁଁ ତାହା। ଏତେ ବିଚାରି ବନମାଳି ରୋଳ ଟାଣିଲେ ପାଦ ଚାଳି। ମିଳିଲେ ବେନି ବୃକ୍ଷ ମୂଳେ ଟେକି ଚାହିଁଲେ ବେନି ଡୋଳେ। ସେ ହରି ଚରଣ ପଙ୍କଜ ସୁଜନ ଜନେ ନିତ୍ୟ ଭଜ। କହଇ ଦାସ ଜଗନ୍ନାଥ ଶ୍ରୀକୃଷ୍ଣ ବାଳକ ଚରିତ। ଏହା ଶୁଣନ୍ତେ ନର ନାରୀ ହେଳେ ତରିବେ ଭବ ବାରି। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମ ସ୍କନ୍ଧେ ଶ୍ରୀକୃଷ୍ଣ ବାଳକ୍ରୀଡ଼ାୟାଂ ଉଦ୍ଦୁଖଳ ବନ୍ଧନଂ ନାମ ଦଶମ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।